ଏହି ସବୁ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା। ତ ଚାଲୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 2 ସପ୍ତାହରେ ରାଜ୍ୟରେ ସମୁଦାୟ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିପାରେ। ରାଜ୍ୟର ଉପକୂଳ ଓ ପଶ୍ଚିମ ଓ ଉତ୍ତର ଭାଗରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଚଳିତ ମୌସୁମୀ ଋତୁରେ ଗତ ଜୁନ୍ 1 ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 845.8 ମିଲିମିଟର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ସାରା ରାଜ୍ୟରେ 764 ମିଲିମିଟର ବର୍ଷା ହୋଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପୁଣି ଖୋଲିଲା ହୀରାକୁଦର ଆଉ 6ଟି ଗେଟ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ହୀରାକୁଦ ଖୋଲିଲା ଆଉ 6ଟି ଗେଟ୍। ଉପରମୁଣ୍ଡରେ ବର୍ଷାରେ ଫୁଲୁଛି ହୀରାକୁଦ, ବଢ଼ୁଛି ଜଳସ୍ତର। ତେଣୁ ହୀରାକୁଦ ଡ୍ୟାମ୍ର ଆଉ 6ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଥିଲା। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ, 5000 କୁକୁଡ଼ା ମାରିଲେଣି ଟିମ୍। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଯାଇଛି କୁକୁଡ଼ା ମରା ଅଭିଯାନ। 47 ଫାର୍ମରୁ ମରାଯିବ 20,000ରୁ ଅଧିକ କୁକୁଡ଼ା। ବାର୍ଡ କିଲିଂ ପାଇଁ ଗଠନ କରାଯାଇଛି 12 ଜଣିଆ ଟିମ୍। ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କିଲିଂକୁ ନେଇ କୁକୁଡ଼ା ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଗୋଟିଏ ହେଲେ ବି କୁକୁଡ଼ା ମାରିବାକୁ ଦିଆଯିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ସେପଟେ ପ୍ରାଣୀ ବିଭାଗ କହିଛି ମରାଯିବାକୁ ଥିବା କୁକୁଡ଼ାକୁ ଗଣତି କରାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କ୍ଷତିପୂରଣ ମଧ୍ୟ ଦିଆଯିବ। ଗତ 16 ତାରିଖରେ ଆନିମାଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ, ମଳମୂତ୍ର ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ପଠାଯାଇଥିଲା। ନମୁନା ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ ଫ୍ଲୁ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ 5000 କୁକୁଡ଼ା ମରାଯାଇଥିଲା। ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ 20,000ରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛି ବିଭାଗ। ତ ଚାଲ ଦେଖିନେବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ସିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ସୂଚନା, ଏହିମାନଙ୍କୁ ମିଳିବ ଟଙ୍କା। ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। କାଳିଆ ଯୋଜନାକୁ ବନ୍ଦ କରି ଆମ ମୁଖ୍ୟମନ୍ତ୍ରୀ ଲଞ୍ଚ କଲେ ସିଏମ୍ କିଷାନ ଯୋଜନା। ଆଉ ସିଏମ୍ କିଷାନ ଯୋଜନାରେ ନୂଆଖାଇ ଅବସରରେ ଆସିବାକୁ ଯାଉଛି ଟଙ୍କା। ସେପ୍ଟେମ୍ବର 8 ତାରିଖରେ ଟଙ୍କା ଆସିବ, ଯାହାକି ନୂଆଖାଇ ପଡ଼ିବ। ଏହି ଟଙ୍କା କେଉଁମାନଙ୍କୁ ମିଳିବ, କ'ଣ ଆସିଛି ଅପଡେଟ୍, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର କ'ଣ ରହିଛି। ଯେମିତିକି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ କାଳିଆ ଯୋଜନା। ଯେମିତିକି ଏହି କାଳିଆ ଯୋଜନାରେ ବର୍ଷକୁ 2ଟି କିସ୍ତି 2,2,4,000 ଟଙ୍କା ମିଳିଥାଏ ନୂଆଖାଇ ତଥା ଅକ୍ଷୟ ତୃତୀୟାରେ। ଏବେ କାଳିଆ ଯୋଜନା ବନ୍ଦ ପରେ ଆରମ୍ଭ ହୋଇଛି ସିଏମ୍ କିଷାନ ଯୋଜନା। ଏହି ଯୋଜନାରେ ବର୍ଷକୁ 4,000 ଟଙ୍କା ମିଳିବ। ନୂଆଖାଇ ଅବସରରେ ଯେଉଁ ଟଙ୍କା ଆସିବ, ଏହି ଟଙ୍କା କେଉଁମାନଙ୍କୁ ମିଳିବ, ଯେଉଁମାନେ ଚାଷୀ, ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମିଳିପାରିବ। ଏପର୍ଯ୍ୟନ୍ତ ସିଏମ୍ କିଷାନ ଯୋଜନାରେ କୌଣସି ପୋର୍ଟାଲ ଆସିନାହିଁ, କୌଣସି ଲିଷ୍ଟ ମଧ୍ୟ ଆସିନାହିଁ, କିନ୍ତୁ ଟଙ୍କା ଆସିବ ବୋଲି ଘୋଷଣା କରାଯାଇଛି। ରିଅଲରେ ଯେଉଁମାନେ ଚାଷୀ ସେମାନଙ୍କ ଆକାଉଣ୍ଟରୁ ପଇସା ଯିବା, ଅର୍ଥାତ୍ କିଷାନ ଯୋଜନାର କିଛି ଲିଷ୍ଟ ଏବଂ କାଳିଆ ଯୋଜନାର କିଛି ଲିଷ୍ଟ ଦେଖି ସରକାର ଉପଯୁକ୍ତ ଚାଷୀମାନଙ୍କ ପାଇଁ ପଇସା ପଠାଇବେ। ତ ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ରାସନ କାର୍ଡ ଧାରୀମାନଙ୍କ ପାଇଁ ଆସିଲା ବଡ଼ ଖବର, ସରକାର ନେଲେ ବଡ଼ ନିଷ୍ପତ୍ତି। ଏହି ଭୁଲ କାମ ପାଇଁ କାଟିପାରେ ଆପଣଙ୍କର ନାମ। ତ ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ରାସନ କାର୍ଡ ଧାରୀମାନେ ତୁରନ୍ତ କିଛି ଜରୁରୀ କାମ କରିନିଅନ୍ତୁ, ନଚେତ୍ ରାସନ କାର୍ଡର ନାମ କାଟିଯାଇପାରେ। ମାଗଣା ଚାଉଳ ମଧ୍ୟ ପାଇବାକୁ ସକ୍ଷମ ହେବ ନାହିଁ, କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇନେବାକୁ ପରାମର୍ଶ ଦିଆଯାଇଛି। ତେବେ ରାସନ କାର୍ଡ ଧାରକ ତୁରନ୍ତ ଇକେୱାଇସି ଅପଡେଟ୍ କରାଇନେବାକୁ ପଡ଼ିବ। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇକେୱାଇସି ଅପଡେଟ୍ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏବେ ଇକେୱାଇସି କରିବା ଏବେ ବାଧ୍ୟତାମୂଳକ ରହିଛି। ଯଦି ଇକେୱାଇସି ନ କରାଯାଏ ରାସନ କାର୍ଡର ନାଁ କାଟି ଦିଆଯିବ। ଏହା ପଛରେ ସରକାରଙ୍କର ବଡ଼ କାରଣ ରହିଛି। ଏହିଭଳି ବହୁତ ସାରା ଅଯୋଗ୍ୟ ରାସନ କାର୍ଡ ଧାରୀ ଅଛନ୍ତି, ଯେଉଁମାନେ ରାସନ ପାଇବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ସେମାନେ ବର୍ତ୍ତମାନ ରାସନ କାର୍ଡ ରଖିଛନ୍ତି। ତେବେ ସେହି ସବୁ ଜିନିଷକୁ ହଟାଇବା ପାଇଁ ଏହିଭଳି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଯଦି ଆପଣଙ୍କ ରାସନ କାର୍ଡରେ ଇକେୱାଇସି କରିନାହାନ୍ତି, ତେବେ ତୁରନ୍ତ ରାସନ କାର୍ଡ ଡିଲରଙ୍କ ସହିତ ଯୋଗାଯୋଗ କରନ୍ତୁ ଆଉ ଇକେୱାଇସି କରାଇ ନିଅନ୍ତୁ। ତ ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 17 ସେପ୍ଟେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ। ଚାଲ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ସେପ୍ଟେମ୍ବର 17ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ। ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା।
एने सूचना देले केंद्र मंत्री धर्मेंद्र प्रधान। सूचना मुताबक पुरी गस्तरे आसी श्रीमंदिर जाई महाप्रभुଙ୍କ दर्शन आशीष लाभ करछन्ती केंद्र मंत्री धर्मेंद्र प्रधान। से कहछन्ती जे सुभद्रा योजना माध्यमरे ओडिशार महिला मानक सशक्त कराजिबो। आसंता 17 तारिख रे प्रधानमंत्री नरेंद्र मोदी ओडिशा आसी ए कार्यक्रम उद्घाटन करिबा सह हिताधिकारी अकाउंट को अर्थ प्रदान करिवे। पुरी को अत्याधुनिक आध्यात्मिक सहर भाव गढ़ी तोलिया जहाँ किसी आवश्यकता रही से सब पदक्षेप सरकार नेबे। सेहीपरि श्रीमंदिर रत्न भंडार जांच और रत्न अलंकार गणति राज्य सरकार द्वारा आगामी दिन में सुरुखुरे केंद्र मंत्री धर्मेंद्र प्रधान। चलो देखिए परवर्ती अपडेट कौन रही। IRDAI पक्षर विज्ञप्ति भुवनेश्वर हेब परीक्षा प्रार्थी को मिल मासिक 1,40,000 टंकार वेतन। तो चलो देखा संपूर्ण अपडेट कौन रही। भारतीय बीमा नियामक और विकास प्राधिकरण पक्षर एक नियुक्ति विज्ञप्ति जारी कर अनेक सीनियर पद नियुक्ति अगस्ट 21 ऑनलाइन प्रक्रिया आरंभ हो सारी बेले सेप्टेम्बर 20 आवेदन अंतिम तारीख रही। प्रार्थी को 750 टंकार आवेदन फीस जमा करने को पड़ो। अनुसूचित जाति अनुसूचित जनजाति PWD प्रार्थी आवेदन फीस 100 टंका रखा। पेमेंट ऑनलाइन मोड रे ग्रहण कर जो कि प्रार्थी बेसिक पे 44,500 टंका रही बेले प्रथम मास प्रार्थी को पाखापाखि 1,40,000 टंका प्रदान कर। आवेदन अंतिम तारीख सुधा प्रार्थी सर्वनिम्न बयस 21 और सर्वाधिक 30 होता आवश्यक। प्रार्थी शिक्षागत योग्यता जे प्रासंगिक विभाग में SCA AICWA SCMA SCA जेकोसी स्नातक PG रही आवश्यक। असिस्टेंट मैनेजर पद में 49 पद पूरण कर समस्त वर्गर प्रार्थी पद संरक्षित रही। सबुठारु बड़ कथा होउची पद पर देश विभिन्न परीक्षा केन्द्र समेत ओडिशार भुवनेश्वर आयोजित हेब। तेणु राज्यर प्रार्थी एक बड़ सुजोग रही। नियुक्ति बाबद सविशेष विवरणी पाइबा प्रार्थी मैंने यार ऑफिशियल वेबसाइट को जाई यार संपूर्ण विज्ञप्ति जानीपारे और यहाँ आवेदन करें। यार ऑफिशियल वेबसाइट आम डिस्क्रिप्शन लिंक रे आपण मैंने पाइपर। तो सारा दिन बछा बछा गुरुत्वपूर्ण खबर जानापी आम चैनल को सब्सक्राइब रखु और वीडियो को लाइक कर दिंतु। धन्यवाद।